ମନ୍ଦାର ଗଛକୁ ନେଇ ପରିଶାନ ଅଛନ୍ତି କି ସାଙ୍ଗମାନେ? ଆସିବ ଅସଂଖ୍ୟ ଫୁଲ ଆଉ କଢ଼। ତେଣୁ କ'ଣ କରିବେ ନା ଏମିତି ଶୁଖିଲା କଦଳୀ ଚୋପାକୁ ନେବେ। କଦଳୀ ଚୋପାକୁ ନେଇ ଚୁନି ଚୁନି କରି କାଟିଦେବେ। କାଟି ଦେଇ ସାରିଲା ପରେ କିଛି ପାଣି ଆଣିବେ। ପାଣି ଆଣି ସାରି ସେଥିରେ କଦଳୀ ଚୋପାକୁ ପକାଇ ନେବେ। ତାପରେ ଗୁଡ଼ ଟିକେ ପକାଇ ଦେବେ। ଗୁଡ଼ ଟିକେ ପକାଇ ଦେଇ ତାକୁ ଛାଇ ଜାଗାରେ ସୁରକ୍ଷିତ ଭାବରେ ରଖିନେବେ। 2-3 ଦିନ ଏମିତି ରଖିଲା ପରେ ସେ ପାଣିକୁ ବାହାର କରିବେ। ଆଉ ସେଥିରେ କିଛି ସାଦା ପାଣି ମିଶାଇ ପ୍ରତ୍ୟେକ ଫଳ ଗଛ ହେଉ, ପିଜୁଳି ଗଛ ହେଉ, ଫୁଲ ଗଛ ହେଉ ମୂଳରେ ଦେଇଦେବେ। କିନ୍ତୁ ଗଛ ମୂଳ ଶୁଖିଲା ରହିଥିବା ଦରକାର। ଗଛ ମୂଳ ଶୁଖିଲା ରହିଲେ ଏ ଗଛ ମୂଳରେ ପାଣି ଦେଲେ ଗଛଟି ଶୋଷି ନେବ, ଚେର ଶୋଷି ନେବ। ତେଣୁ ଗଛ ଠିକ୍ ଉର୍ବର ପାଇବ। ତେଣୁ ଗଛ ସନ୍ତସନ୍ତିଆ ହେଲେ କେବେ ବି ଦେବେ ନାହିଁ।